ସାଙ୍ଗମାନେ ବର୍ତ୍ତମାନ ମୁଁ ଜଙ୍ଗଲ ଏରିଆରେ ଅଛି ଆଉ ଦେଖିବାକୁ ପାଇଲି ଏଠି ଭୁଇଁ ଖଜୁରୀ ଆଜ୍ଞା ବହୁତ ପରିମାଣରେ ହେଇଛି। ମନ ଆଜ୍ଞା କାହାର ସମ୍ଭାଳିବ କହିଲ? ଖାଇବା ଜିନିଷ ପ୍ରତି ଛୋଟ ପ୍ରାଣୀଠୁ ବଡ଼ ମଣିଷ ପର୍ଯ୍ୟନ୍ତ ବି ଯିଏ ବି ହଉ ଖାଇବାକୁ ଆଜ୍ଞା ଜମା କେହି ହାରିବେନି। ତେଣୁ ମୋ ନଜରରେ ଆଜି ପଡ଼ିଛି ଖଜୁରୀ କୋଳି। ଆଜ୍ଞା ପାଚିନି ମ, ଖାଲି ଟିକେ ଦେଖେଇଦେବି ଆପଣଙ୍କୁ ଖଜୁରୀ କୋଳିଟା କେମିତି ହେଇଛି। ଚାଲ ଦେଖିବା। ଏଠି ଦେଖ, ତାକୁ କହନ୍ତି ଭୁଇଁ ଖଜୁରୀ। ଛୋଟ ଗଛ ହବ, ବଡ଼ ଜମା ହବନି। ଏତିକି ହାଇଟ୍ ରହିବ, ମାନେ 2 ଫୁଟରୁ 3 ଫୁଟ ହାଇଟ୍ ରହିବ, ତାଠୁ ଗଛ ଅଧିକ ହବନି। ପେନ୍ଥା ଆଜ୍ଞା ଦେଖ ଭଲ ଦେଖୁଛ କିନ୍ତୁ ଖଜୁରୀ ପୁରା ପେନ୍ଥା କେମିତି ହେଇଛି କୋଳି। ଏଇଟା ଟିକେ ଶୁଖି ଯାଇଛି, ଅଡ଼କଳିଆ ହେଇନାହିଁ। ଏଇଟା ବି ଗୋଟେ ଶୁଖି ଯାଇଛି, ଅଡ଼କଳିଆ ହେଇନି, ହେଇଯିବ। ଏ ବେଶୀ ନା ଆଉ 10ରୁ 15 ଦିନ ଭିତରେ ଆଜ୍ଞା ଖରା ପଡ଼ିଯିବ, ଟିକେ ଖାଲି ପାଣି ବାଜିଗଲେ ଆଜ୍ଞା ଏରାକ କଳା କଳା ହେଇକି ପୁରା ପାଚିକି ନାଲି କଳା ହେଇଯିବ। କଳା ହବ, ନାଲି ବି ହବ। ଦେଖ ଏଇ ଗଛ, ତାପରେ ଆଜ୍ଞା ଆମେ ତ ଏଠି ଡାହୁକ ଭଳିଆ ଅନେଇକି ଅଛୁ, ଡାଇରେକ୍ଟ ଖାଇବୁ ଆଉ କ'ଣ। ଦେଖିଲ ଆଜ୍ଞା।